ଜାଗା ବିମୋହିତ କରିଦେଉଛି। ଜୟ ଶ୍ରୀରାମ ନାରା ଆଗ ଦେଉଛି, ତାପରେ ମୁଁ କହୁଛି ପ୍ରକୃତରେ ଭଗବାନ ଶ୍ରୀରାମଙ୍କର ଜାଗାଟା ଏଇଟା ମୋତେ ସେମିତି ଫିଲ୍ ହେଉଛି ବନ୍ଧୁଗଣ। ସେ ପରିବେଶ ଦେଖିଲେ ଆଉ ମୋତେ ଯେମିତି ଫିଲ୍ ହେଉଛି ସବୁକିଛି ଏଇ ଜାଗାରେ ହିଁ ଥିଲା। କାହିଁକି ଯେଉଁ ଆପଣ ଦେଖିଥିବେ ସୀତା ପାଇ ଚାଞ୍ଚଡ଼ା ପଥର, ସୀତା ପାଇ ଅର୍ଥ ସୀତା ଏଇଟେ ଜନ୍ମ ଦେଇଥିଲେ ଲବକୁଶଙ୍କୁ, ଏ ପ୍ରକାର ମଧ୍ୟ ପ୍ରମାଣ ଅଛି। ଏଣୁ ଏଇ ଜାଗାକୁ ପ୍ରଭୁ ଶ୍ରୀରାମ ହିଁ ବାଛିଛନ୍ତି, ତାଙ୍କର ଦୂତ କରି ଆମର ଆଡଭୋକେଟ୍ ଶ୍ରୀକାନ୍ତ ପାଢ଼ୀ ସାର୍ଙ୍କୁ ମଧ୍ୟ ଆଣିଛନ୍ତି। ସିଏ ତତ୍ତ୍ୱାବଧାନରେ ଏ ବନାଞ୍ଚଳର ସମସ୍ତଙ୍କୁ ଧରିକିରି ଆଜ୍ଞା, ବନାଞ୍ଚଳରେ ଯେଉଁ ପ୍ରକାର ଉତ୍ସାହ ସାରେ ମୁଁ କେବେ ଦେଖିନି। ମୋ ଗାଁ ମୋ ମାଟି ଅଞ୍ଚଳ ଆଜ୍ଞା, ଏ ମାଟିଟା ମୋ ଗାଁ ମୋ ମାଟି। ଏ ଅଞ୍ଚଳରେ ଏ ପ୍ରକାର ମୁଁ 40 ବର୍ଷ ମାନେ ଜନ୍ମ ହେବା ଦିନଠୁ ବୁଦ୍ଧି ଜାଣିବାଠୁ ଜାଣିନଥିଲି ଏ ପ୍ରକାର ସବୁ ହବ। ଆଜି ବଡ଼ ଖୁସି ଲାଗୁଛି। ଏଠି ବନବାସୀ ମାନେ ବର୍ତ୍ତମାନ ସେମାନେ ଜଗିଛନ୍ତି ପ୍ରଭୁ ଶ୍ରୀରାମକୁ। ଏତେ ଦିନ ପରେ ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦ ମିଳିଲା। ଏଠି ଯେଉଁ ମନ୍ଦିର ତିଆରି ହେବାକୁ ଯାଉଛି, ନିର୍ମାଣ ହେବା ପାଇଁ ଯାଉଛି, ଆଉ ଏଇଟା ଆମର ଭାରତର ବଡ଼ର ଶ୍ରୀରାମ ମନ୍ଦିରକୁ ମଧ୍ୟ ଟକ୍କର ଦେବ, ମୋର ସେଇ ଆଶା ଓ ବିଶ୍ୱାସ ଅଛି। ଆଉ କ'ଣ କହିବି କୁହନ୍ତୁ ସାର୍, ଭାବ ବିହଳ ହେଇଯାଉଛି ଆଜ୍ଞା। ସରକାର ଆଜ୍ଞା, ସରକାର ଯେଉଁ ସରକାର ଅଛି, ଏ ସରକାର ଅମଳରେ ଯଦି ଏ ମନ୍ଦିର ନିର୍ମାଣ ନ ହେଇପାରିବ ତାହେଲେ ବହୁତ ବିଳମ୍ବ ଘଟିଯିବ। ଏଣୁ ବହୁତ ଦିନ ଅଛି। ବର୍ତ୍ତମାନ ସରକାରଙ୍କୁ ମଧ୍ୟ ଅନୁରୋଧ, ଏ ବନାଞ୍ଚଳର ଲୋକଙ୍କ ପାଖରୁ ଏଠିକି ପ୍ରଭୁ ଶ୍ରୀରାମଙ୍କର ଦୂତ ହେଇକରି ଆମର ମୁଖ୍ୟମନ୍ତ୍ରୀ ସାହେବ ମଧ୍ୟ ଆସନ୍ତୁ। ଯେହେତୁ ସିଏ ମଧ୍ୟ ଥିଲେ ଆଜ୍ଞା ବନାଞ୍ଚଳର, ସିଏ ଅଛନ୍ତି, ବନାଞ୍ଚଳ ଲୋକ ପାଖକୁ ଆସନ୍ତୁ। ଆଉ ଏ ମନ୍ଦିର କେମିତି ଭଲରେ ନିର୍ମାଣ ହେବ ତାଙ୍କୁ ମୁଁ କୋଟି କୋଟି ନମସ୍କାର କରୁଛି। ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ସିଏ ମଧ୍ୟ ଏଠିକି ନିଶ୍ଚୟ ଆସିବେ। ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦ ନିଶ୍ଚୟ ମିଳିବ, ସିଏ ମଧ୍ୟ ଏଠିକି ଆସିବେ। ଏ ମନ୍ଦିର କେମିତି ହେବ ତାର ତଦାରଖ ମଧ୍ୟ ସିଏ କରିବେ। ରାମ ନବମୀରେ ଆଜି ଅନେକ ପ୍ରୋଗ୍ରାମ ଥାଇକରି ମଧ୍ୟ ସତ କଥା ଛୋଟ ମୋଟୁ ପ୍ରୋଗ୍ରାମରେ ମୋତେ ଡାକନ୍ତି। ସିନିୟର ସିଟିଜନ୍ ଆଜ୍ଞା ମୁଁ, କେତେ ଆପଣମାନେ ଟୋକା ଟୋକି ମାନେ ଆପଣଙ୍କୁ ଟିକେ ପଛେ ଡାକିବେ, ଆମେ ସିନିୟର ସିଟିଜନ୍କୁ କ'ଣ ସାର୍ ଆଗ ଟିକେ ଡାକିବେ। ଏଣୁ ଆମକୁ ଡାକୁଛନ୍ତି, ଆମେ ଯାଇକରି ପହଞ୍ଚୁଛୁ। ଆଉ ଶ୍ରୀକାନ୍ତ ବାବୁ ସିଏ ତ ଦୂତ, ପ୍ରଭୁ ଶ୍ରୀରାମଙ୍କ ଦୂତ ହେଇକରି ଅଞ୍ଚଳରେ ବୁଲୁଛନ୍ତି। ମୁଁ ଯାହା ଶୁଣିଲି ରାତି ମଧ୍ୟ କାଲି ପରଦିନ 2-3 ଦିନ ହେଲା ଅଛନ୍ତି ମ୍ୟାଡ଼ାମ୍, ରାତି ମଧ୍ୟ ଏଇଠି ରହୁଛନ୍ତି। ଆଉ ବଡ଼ ଖୁସି ଲାଗୁଛି। ଧର୍ମ ରକ୍ଷକ କ'ଣ ଆମର ରକ୍ଷକ ମଧ୍ୟ ହେଇକରି ରହିବେ। ଯେହେତୁ ପ୍ରଭୁ ଶ୍ରୀରାମଙ୍କର ଆଶୀର୍ବାଦ ଯାହା ପାଖରେ ଥିବ ମ୍ୟାଡ଼ାମ୍, ତାକୁ କେବେ କ'ଣ ଦୁଃଖ ଆସିବାର ଚାନ୍ସ ନାହିଁ। ହଉ ସାର୍, ବଡ଼ ପ୍ରୋଗ୍ରାମ ଚାଲିଛି। ଆଉ ବର୍ତ୍ତମାନ ଅନ୍ନ ଯଜ୍ଞ ଚାଲିଛି, ସାର୍ମାନେ ସବୁ ବ୍ୟସ୍ତ ଥିବେ ବଢ଼ାବଢ଼ିରେ। ଆଉ ଆପଣମାନଙ୍କର ମିଡ଼ିଆମାନଙ୍କର ଯଦି ଆଶୀର୍ବାଦ ଯେଉଁ ଜାଗାରେ ମିଳିଲା, ସେ ଆଗକୁ 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 ବଢ଼ିବ।